ପୁରାଣରେ କୁହାଯାଇଛି ଉରସା ଶିରସ୍ୟ ଦୃଷ୍ଟ୍ୟା ମନସା ବଚସା ତଥା ପ୍ରଭ୍ୟାଂ କରାଭ୍ୟାଂ ପ୍ରଣାମୋଷ୍ଟାଙ୍ଗ ମୁଚ୍ୟତେ। ଭାରତୀୟ ସଂସ୍କୃତିରେ ବିଶେଷ କରି ସନାତନ ହିନ୍ଦୁ ଧର୍ମରେ ବୟୋଜ୍ୟେଷ୍ଠ ମୁନି ଋଷି ଦେବତା ପ୍ରଭୃତିଙ୍କୁ ନମସ୍କାର କରିବାର ପରମ୍ପରା ରହିଛି। ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଏହି ନମସ୍କାର ବା ପ୍ରଣାମର ଅର୍ଥ କ'ଣ ଏବଂ କାହିଁକି ପ୍ରଣାମ ବା ନମସ୍କାର କରାଯାଇଥାଏ। ସଂସ୍କୃତ ବ୍ୟାକରଣ ଶାସ୍ତ୍ର ଅନୁସାରେ ନମଃ ଧାତୁରୁ ନମସ୍କାର ଶବ୍ଦ ଆସିଛି। ନ ଯୁକ୍ତ ମମ ଅର୍ଥାତ୍ ମୁଁ ନୁହେଁ, ଏହି ସଂସାରର ସର୍ବମୟ କର୍ତ୍ତା ହେଉଛନ୍ତି ପରମେଶ୍ୱର। ନମସ୍କାର ଅର୍ଥ ହେଉଛି ସମର୍ପଣ। ବିଧିବଦ୍ଧ ସାଷ୍ଟାଙ୍ଗ ନମସ୍କାର କାୟିକ, ବାଚନିକ ଓ ମାନସିକ ପଦ୍ଧତିରେ ଦେବତାଙ୍କ ଠାରେ ଶରଣ ଯିବା। ନମସ୍କାର ଦ୍ୱାରା ଗୁରୁଜନମାନଙ୍କ ଠାରୁ ଆଶୀର୍ବାଦ ମିଳିଥାଏ ଏବଂ ଏହା ସହିତ ଆତ୍ମଶକ୍ତି ଜାଗ୍ରତ ହୋଇଥାଏ। ନମସ୍କାର ସମୟରେ କରପତ୍ର ଯୋଡ଼ି ସାଷ୍ଟାଙ୍ଗ ପ୍ରଣାମ କରିବା ଉଚିତ। 6 ଅଙ୍ଗ ସ୍ପର୍ଶ ଏବଂ 2 ଅଙ୍ଗ ମିଳନରେ ସାଷ୍ଟାଙ୍ଗ ପ୍ରଣାମ କରାଯାଏ, ଯଥା ଛାତି, ମସ୍ତକ, ଦୃଷ୍ଟି, ମନ, ବାଚନିକ, ପାଦ, ହସ୍ତ, ଜାନୁକୁ ଭୂମିରେ ସ୍ପର୍ଶ କରି ନମସ୍କାର କରିବା ବିଧାୟ। ଏହା ମନ ଭିତରେ ଥିବା ଷଡ଼ରିପୁକୁ ଖଣ୍ଡନ କରି ଈଶ୍ୱରଙ୍କ ନିକଟରେ ସମର୍ପିତ କରିବା ସହ ଚୈତନ୍ୟ ଜାଗ୍ରତ କରିଥାଏ। ଏହାଛଡ଼ା ଦର୍ଶକ ବନ୍ଧୁ, ହାତ ଯୋଡ଼ି ପ୍ରଣାମ କରିବା ସମୟରେ ପ୍ରତ୍ୟେକ ଆଙ୍ଗୁଳି ଗୁଡ଼ିକୁ ସିଧା ଟାଣ ନ କରି ନରମ ରଖିବା ଉଚିତ। ଫଳରେ ପ୍ରାଣମୟ କୋଷ ଓ ମନୋମୟ କୋଷ ସତ୍ୱଗୁଣରେ ପରିଣତ ହୋଇଥାଏ। 2 ବୃଦ୍ଧାଙ୍ଗୁଳିକୁ ବକ୍ଷର ମଧ୍ୟସ୍ଥଳରେ ସ୍ପର୍ଶ କରି ଧ୍ୟାନ ମୁଦ୍ରାରେ ଭକ୍ତିପୂର୍ବକ ପ୍ରଣାମ କରିବା ବିଧେୟ। ଏହାଦ୍ୱାରା ସାତ୍ବିକ ଭାବ ଜାଗ୍ରତ ହେବା ସହିତ ଚୈତନ୍ୟ ସୃଷ୍ଟି ହୋଇଥାଏ। ବୟୋବୃଦ୍ଧମାନଙ୍କୁ ଏକ ହସ୍ତରେ ନମସ୍କାର କରିବା ଅନୁଚିତ। ଆମେ ଯଦି କୌଣସି ମନ୍ଦିରକୁ ପ୍ରବେଶ କରୁ, ପ୍ରଥମେ ଆଙ୍ଗୁଠି ସ୍ପର୍ଶ କରି ପାହାଚକୁ ପ୍ରଣାମ କରୁ। ଏହାଦ୍ୱାରା ଆମ ଅନ୍ତରରେ ସମର୍ପଣ ଭାବ ଜାଗ୍ରତ ହୋଇଥାଏ। ତାପରେ ମନ୍ଦିରରେ ଆରାଧ୍ୟ ଦେବତାଙ୍କର ବାହନକୁ ସ୍ପର୍ଶପୂର୍ବକ ପ୍ରଣାମ କରି ଏକାନ୍ତ ନିଷ୍ଠା ଓ ଏକାଗ୍ରତାର ସହିତ ଆରାଧ୍ୟ ଦେବତାଙ୍କ ନିକଟକୁ ଯାଇ ଏକାନ୍ତ ଭକ୍ତିର ସହିତ ସାଷ୍ଟାଙ୍ଗ ପ୍ରଣିପାତ କରିଥାଉ। ଓମ୍ ନମୋ ନମଃ। ବ୍ୟୁରୋ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।